ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜି ପୁଣି ଆମେ ଦେଖାହେବା ଗୋଟେ ନୂଆ ଭିଡ଼ିଓରେ। ଯଦି ମୋର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ସ, କମେଣ୍ଟସ୍, ସବସ୍କ୍ରାଇବ୍ କରିଦେବେ ନୂଆ ଇନଫର୍ମେଟିଭ୍ ଭିଡ଼ିଓ ପାଇବା ପାଇଁ ଏବଂ ସେୟାର କରିଦେବେ ଆପଣଙ୍କର ସାଙ୍ଗସାଥି ଓ ଫ୍ୟାମିଲିକୁ, ଯାହାଦ୍ୱାରା କି ସେମାନେ ବି ଉପକୃତ ହେଇପାରିବେ। ଦେଖନ୍ତୁ, ଆଜିର ରିକ୍ରୁଟମେଣ୍ଟଟି ଆସିଛି ମାଇଣ୍ଡ ଇଣ୍ଡଷ୍ଟ୍ରି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ। ସାଲେରୀ ରହିଛି 23,500 ଟଙ୍କା ଏବଂ ଏହା ଗଭର୍ଣ୍ଣମେଣ୍ଟ ସେକେଣ୍ଡାରୀ ଓ ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ଆସିଅଛି। ସେକ୍ଟର ରହିଲା ଆପଣଙ୍କର ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି, ହେଲ୍ଥ କେୟାର ଓ ପ୍ଲମ୍ବିଂ ପାଇଁ। ପ୍ରଥମେ ଦେଖିବା ଆମେ ଟୁରିଜିମ୍ ଓ ହସ୍ପିଟାଲିଟି ପାଇଁ ଆପଣଙ୍କର ରହିଛି ଅନୁଗୁଳ ଓ ସୋନପୁର ପାଇଁ। ଯଦି ଆପଣ ଡିପ୍ଲୋମା ଡିଗ୍ରୀ ହୋଟେଲ ମ୍ୟାନେଜମେଣ୍ଟରେ କରିଛନ୍ତି ତାହେଲେ ଏଇ ରିକ୍ରୁଟମେଣ୍ଟକୁ ଆପଣ ପକାଇ ପାରିବେ। ଦେଖନ୍ତୁ, ଆପଣଙ୍କର ଏକ୍ସପିରିଏନ୍ସ ମଗାଯାଇଛି 5 ବର୍ଷ ଏକ୍ସପିରିଏନ୍ସ ମଗାଯାଇଛି। ସିଲେକ୍ସନ୍ ରହିଲା ଆପଣଙ୍କର ଓରାଲ ଓ ରାଇଟିଂ ଦ୍ୱାରା ଏବଂ ଆପଣଙ୍କ ବେସିକ୍ କମ୍ପ୍ୟୁଟର ନଲେଜ ଥିବା କଥା। ସ୍କିଲ୍ ଲେଖାଯାଇଛି, ଆପଣଙ୍କ ବେସିକ୍ କମ୍ପ୍ୟୁଟର ସ୍କିଲ୍ ଜାଣିଥିବା କଥା। ଅନ୍ୟ ରିକ୍ରୁଟମେଣ୍ଟଟି ଆସିଛି ଆମର ହେଲ୍ଥ କେୟାର କେଉଁଝର ଡିଷ୍ଟ୍ରିକ୍ଟ ପାଇଁ, ଯାହା 2ଟି ପୋଷ୍ଟ ଅଛି। ଆପଣ ଟିଚର BSc ନର୍ସିଂ କରିଥିବା ଆବଶ୍ୟକ, ନହେଲେ ଡିପ୍ଲୋମା GNM ଥିଲେ ଆପଣ ଏହା ଆପ୍ଲାଏ କରିପାରିବେ। ଦେଖନ୍ତୁ, ଏଥିରେ 1 ଇୟର ଏକ୍ସପିରିଏନ୍ସ ମାଗିଅଛି ହେଲା। ଆପଣଙ୍କର ଇଣ୍ଟରଭ୍ୟୁ ଏବଂ ରାଇଟିଂ ଆପଣଙ୍କର ଇଣ୍ଟରଭ୍ୟୁ ହେବ ଏବଂ ଏକ୍ଜାମ୍ ହେବ ହେଲା। ବେସିକ୍ କମ୍ପ୍ୟୁଟର ସ୍କିଲ୍ ଜାଣିଥିବା କଥା ହେଲା ନା। ଅନ୍ୟ ପୋଷ୍ଟ ଆସିଅଛି ଆପଣଙ୍କ ପ୍ଲମ୍ବିଂ ପାଇଁ। ପ୍ଲମ୍ବିଂରେ ଅନୁଗୁଳ ପାଇଁ ଗୋଟିଏ ପୋଷ୍ଟ ଅଛି, କେନ୍ଦୁଝର ପାଇଁ ଆପଣଙ୍କ 4ଟି ରହିଅଛି। ଆପଣ କ୍ୱାଲିଫିକେସନ୍ ମଗାଯାଇଛି ବିଟେକ୍ ଇନ୍ ସିଭିଲ୍ ଇଞ୍ଜିନିୟରିଂ ହେଲା। ଆପଣ ବିଟେକ୍ କରିଥିଲେ 1 ଇୟର ଏକ୍ସପିରିଏନ୍ସ ଆଉ ଡିପ୍ଲୋମା ଓ ସିଭିଲ୍ ଇଞ୍ଜିନିୟରିଂ କରିଥିଲେ। ଡିପ୍ଲୋମା ଇନ୍ ସିଭିଲ୍ ଇଞ୍ଜିନିୟରିଂ, ମେକାନିକାଲ, ଏଗ୍ରିକଲଚର ମାଗିଛି। ଏଇଗୁଡ଼ାକ ଯଦି ଆପଣଙ୍କର ଥିବ ତାହେଲେ ଆପଣଙ୍କର 2 ଇୟର୍ସ ଏକ୍ସପିରିଏନ୍ସ ୟା ଟିଚିଂ ଥିଲେ ଆପଣ ତାହା ଆପ୍ଲାଏ କରିପାରିବେ ହେଲା। ଏହା ବି ଆପଣଙ୍କର ଇଣ୍ଟରଭ୍ୟୁ ହେବ, ଏକ୍ଜାମ୍ ହେବ, ରାଇଟିଂ ଏକ୍ଜାମ୍ ହେବ। ଯାହା ବି ଆପଣ କମ୍ପ୍ୟୁଟର ନଲେଜ ଥିବା କଥା, ବେଶୀ କମ୍ପ୍ୟୁଟର ନଲେଜ ମାଗିଅଛି। ଏଥିରେ ବି ଏଜ୍ ଲିମିଟ୍ ଆପଣଙ୍କର ମଗାଯାଇଅଛି 18ରୁ 45 ବର୍ଷ ଜାନୁଆରୀ 1, 2024 ହେଲା ନା। ଆପଣଙ୍କ ସବୁ ରିଜ୍ୟୁମ୍ ଗୁଗଲ୍ ଲିଙ୍କରେ ଆପ୍ଲାଏ କରିପାରିବେ 31 ଜୁଲାଇ 2024 ପର୍ଯ୍ୟନ୍ତ। ଅଧିକ କିଛି ଜାଣିବାର ଥିଲେ ଆପଣ ଯେଉଁ ନମ୍ବର ଦିଆହେଇଛି ସେ ନମ୍ବରରେ କଲ୍ କରିକି ଜାଣିପାରିବେ। ମୋର ଭିଡ଼ିଓ ଗୁଡ଼ାକ ଆପଣଙ୍କୁ କେମିତି ଲାଗୁଛି ନିଶ୍ଚୟ କମେଣ୍ଟ ସେକ୍ସନରେ ଯାଇକି ଜଣାଇବେ। ଥ୍ୟାଙ୍କ ୟୁ।